ଭାରତ ଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶ ଗଠନ କରିବାର 7 ଦଶନ୍ଧି ପରେ ଏବେ ପାକିସ୍ତାନ ସରକାର ଏକ ଚମକି ଦେଲା ଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ତରଫରୁ ଦେଶର ସମସ୍ତ ସ୍କୁଲରେ ପ୍ରଥମ ଥର ପାଇଁ ସଂସ୍କୃତ ଭାଷାକୁ ଶିକ୍ଷାର ପାଠ୍ୟକ୍ରମରେ ସାମିଲ କରିଛନ୍ତି। ଲାହୋର ୟୁନିଭର୍ସିଟି ଅଫ୍ ସାଇନ୍ସ ତରଫରୁ ଏହି ଶାସ୍ତ୍ରୀୟ ଭାଷାରେ 4ଟି କ୍ରେଡିଟ୍ କୋର୍ସ ଆରମ୍ଭ କରିଛନ୍ତି। 3 ମାସ ଧରି ଚାଲିବାକୁ ଥିବା ସପ୍ତାହାନ୍ତ ୱାର୍କସପରେ ଏହାକୁ ବିକଶିତ କରାଯାଇଛି, ଯାହା ଛାତ୍ର ଦ୍ୱାରା ବିଦ୍ୱାନମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଛି। କୋର୍ସ ବା ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମହାଭାରତର ଟେଲିଭିଜନ ଶୃଙ୍ଖଳାର ପ୍ରସିଦ୍ଧ ଥିମ୍ ଓ କଥା ସଂଗ୍ରାମର ଉର୍ଦ୍ଦୁ ସଂସ୍କରଣ ବହି ପଢ଼ାଯାଉଛି। ଗୁରୁନାନକ ସେଣ୍ଟରରେ ନିର୍ଦ୍ଦେଶକ ଡକ୍ଟର ଅଲି ଓସମାନା କାସମି କହିଛନ୍ତି କି ପାକିସ୍ତାନ ନିକଟରେ ପଞ୍ଜାବ ୟୁନିଭର୍ସିଟି ଲାଇବ୍ରେରୀରେ ସବୁଠାରୁ ସମୃଦ୍ଧ ମାତ୍ର ସବୁଠାରୁ ଅଧିକ ଉତ୍କ୍ଷେପିତ ସଂସ୍କୃତ ସଂଗ୍ରହ ରହିଛି। ସେ ଆହୁରି କହିଛନ୍ତି କି ସଂସ୍କୃତର ତାଳପତ୍ର ପାଣ୍ଡୁଲିପି ଗୁଡ଼ିକରେ ଏକ ମହତ୍ତ୍ୱପୂର୍ଣ୍ଣ ସଂଗ୍ରହ 1930 ଦଶକରେ ବିଦ୍ୱାନ ଜେସିଆର ବୁଲରଙ୍କ ଦ୍ୱାରା ସୁସଜ୍ଜିତବଦ୍ଧ ହୋଇଥିଲା। ମାତ୍ର 1947 ପରେ କୌଣସି ପାକିସ୍ତାନୀ ବିଦ୍ୱାନ ଏହା ସହ ଯୋଡ଼ି ହୋଇ ନାହାନ୍ତି। କେବଳ ବିଦେଶୀ ପର୍ଯ୍ୟଟକମାନେ ଏହାର ଉପଭୋଗ କରୁଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।